ଆସନ୍ତା 28 ତାରିଖ ରକ୍ଷାବନ୍ଧନ ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ବା ପଞ୍ଚମ କିସ୍ତି। ଯେଉଁମାନେ ପୂର୍ବରୁ ଆପ୍ଲାଏ କରିଥିଲେ ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ଗୋଟିଏ ହେଲେ କିସ୍ତି ମିଳିପାରିନାହିଁ, ସେମାନଙ୍କର ଆବେଦନଟି ରିଜେକ୍ଟ ବା ଅଣ୍ଡର ପ୍ରୋସେସ୍ରେ ଅଛି କିମ୍ବା ସେମାନେ ଅଭିଯୋଗ ଦାଖଲ କରିଥିଲେ, ତାହେଲେ ସେମାନଙ୍କର ଦରଖାସ୍ତଟି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହେଲେ ସେମାନେ ଏକାସଙ୍ଗେ 5ଟି କିସ୍ତି ବା 25,000 ଟଙ୍କା ପାଇପାରିବେ। ତ ସମସ୍ତେ 25,000 ଟଙ୍କା ପାଇବେ ନାହିଁ। ଯେଉଁମାନେ ପ୍ରଥମରୁ ଆପ୍ଲାଏ କରିଥିଲେ ତାପରେ ଗୋଟିଏ ହେଲେ କିସ୍ତି ପାଇପାରିନାହାନ୍ତି, ସେମାନେ ଯୋଗ୍ୟ ବିବେଚିତ ହେଲେ ବାକି ଥିବା ସମସ୍ତ ଟଙ୍କା ଏକାସଙ୍ଗେ ପାଇବେ। ଯେଉଁମାନଙ୍କର ଯେତୋଟି କିସ୍ତି ପରେ ଟଙ୍କା ପାଇପାରିନାହାନ୍ତି, ସେମାନେ ବାକି ଥିବା ସମସ୍ତ କିସ୍ତି ଏକାସଙ୍ଗେ ପାଇବେ। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ NPCI ବା DBT ହୋଇନାହିଁ, ସେମାନେ ଯଥାଶୀଘ୍ର ବ୍ୟାଙ୍କକୁ ଯାଇ DBT କରାନ୍ତୁ, ନହେଲେ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ।